ଭଲ କଥା ନୁହଁ। ଯିଏ ବି ନେଇଥିବ ସେଟା ଅନୁପଯୁକ୍ତ କାର୍ଯ୍ୟ ଉପଯୁକ୍ତ କାର୍ଯ୍ୟ ନୁହଁ। ତେଣୁକରି ତା ବିଷୟରେ ଯେତେ ଶୀଘ୍ର ବାହାରୁ କାଢ଼ିବା ଆବଶ୍ୟକ ନିହାତି। ନବାଟା ତ ନିହାତି ମୂର୍ଖାମୀ କାମ। এইটা কিছু গোটে মূল্যবান জিনিস নু মহাপ্রভুଙ୍କ জিনিস। মহাপ্রভুଙ୍କ জিনিস কিଏ ନେଲା କ'ଣ ହେଲା ସେ ବିଷୟ ଦେଖିବାକୁ ପଡ଼ିବ। ଭୋଗ ଲାଗିନି ଯେତେବେଳେ ସେତେବେଳେ ଅମୁଣିଆ ସେ ଜିନିଷ ଅଛି ସେ ଜିନିଷରେ ଛୁଇଁବା କଥା ନୁହଁ କେହି। ସେ ଜିନିଷ ନେବାଟା ଗୋଟେ ଅତି ନିନ୍ଦନୀୟ କାର୍ଯ୍ୟ। ଯିଏ କିଏ ନେଇଥାଉ ତାପରେ ଆକ୍ସନ ନେବା ଆବଶ୍ୟକ। এবং বড় কথা হল ব্রহ্ম বিভ্রাট ব্রহ্ম চোরি অভিযোগ দিয়েছিল ଏବେ ମୋଦକ ଚୋରି ଅଭିଯୋଗ ସେ କ'ଣ କିଛି ସ୍ପଷ୍ଟ ହବ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରିବ? ତା ତଦନ୍ତ ଆଜି ଯାଏଁ ଆସିନି। ୟା ତଦନ୍ତ କ'ଣ ହବ ଦେଖାଯାଉ। ବ୍ରହ୍ମ ଦାରୁ ବିଷୟରେ ଯେଉଁ 15 ମସିହାରେ ହେଇଥିଲା ବ୍ରହ୍ମ ବିଷୟରେ ତା ତଦନ୍ତ ରିପୋର୍ଟ କିଛି ପ୍ରକାଶ କରାଯାଇନି। କୌଣସି କି ମିଟିଂରେ ବି ଆଲୋଚନା ହେଇନି। ବର୍ତ୍ତମାନ ଦେଖାଯାଉ ଏ ବିଷୟରେ କ'ଣ କରାଯାଉଛି। କିଭଳି ଦୃଷ୍ଟିରେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀମନ୍ଦିର ପ୍ରଶାସନ ନେବା ଦରକାର? এইটাକୁ ଯେତେ ଶୀଘ୍ର ପାରୁ ୟାର ରିପୋର୍ଟ ପ୍ରକାଶ କରିବା ଆବଶ୍ୟକ। ଯିଏ କିଏ ନେଇଥାଉ ତାପରେ ଆକ୍ସନ ନେବା ଆବଶ୍ୟକ। ନାଇଁ 313ଟା ମୋଦକ 70ଟା ମୋଦକ ଚୋରି ହେଇଛି ବୋଲେ ବାଡ଼ଗ୍ରାହୀ ଅଭିଯୋଗ କରିବା କଥା। ଅବଶିଷ୍ଟ ମୋଦକ ନାଗିଛି କିନ୍ତୁ ସେ ଅମୁଣିଆ ଚୋରି ହେଲେ ନାଗିବା କଥା ନୁହଁ କିନ୍ତୁ ସେଇଟା ନାଗି କରାଯାଇଛି। ଏଇ ଜିନିଷଟା ଠିକ୍ ନୁହଁ। ଗୋଟେ ଅତି ଅଶୋଭନୀୟ କାର୍ଯ୍ୟ। ଏ କାର୍ଯ୍ୟକୁ ଯେତେ ଶୀଘ୍ର ପାରୁ ମୁଖ୍ୟ ପ୍ରଶାସକ ଆକ୍ସନ ନେବା ନିହାତି ଆବଶ୍ୟକ। ଫୁଲୁର ତେଲ ଆପଣ ଦେଖିଥିବେ ଫୁଲୁର ତେଲ ଯୋଉଟା ଅଣସର ଘରେ ପଶେ ସେ ଅଣସର ଘରୁ ସେ ବାହାରିବା କଥା କି ବାହାରେନି। ସେଟା ତ ବାହାରେ ନାହିଁ। ଅଣସର ଘରୁ ବିନା ଠାକୁରଙ୍କର ସର୍ବାଙ୍ଗ ଏକାଦଶୀ ପରେ ସବୁ ଜିନିଷ ବାହାରେ। ତା ପୂର୍ବରୁ କୌଣସି ଜିନିଷ ବାହାରେନି। ନା ତେଲ ଯୋଉଟା ବାହାରକୁ ଆସେ ସେଟା ତାଙ୍କର ସବୁ ଅଲଗା ତେଲ ମନ୍ଦିର ତରଫରୁ ଯୋଉଟା ମିଳେ ସେଟା ବାଣ୍ଟିକି ନିଅନ୍ତି। ସେଟା ଭିତରର ନୁହଁ ସେଟା ବାହାରୁ ଯୋଉ ତେଲ ଗୁଡ଼ା ସବୁ ତାଙ୍କର ମିଳେ ସେଇ ତେଲ ସବୁ ବଣ୍ଟା ହୁଏ ତାଙ୍କର।